ତାହା ହେଉଛି ଫିଲିମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର ଅଧ୍ୟାୟ 1 ପଦ 1ରୁ 21। ଫିଲିମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର। ଭିତରେ ବସୁଥିବା ଲୋକକୁ ଭଲରେ ଶୁଭା ଯାଉନି ବୋଧେ, ସେ ସାଉଣ୍ଡଟା ଗୋଟେ ବକ୍ସ ଇଆଡ଼େ ମୁହଁ କରିଦେଲେ ହବ। ଯାହାକୁ ଦରକାର ସେ ଶୁଣିବାର ଅଛି, ବାହାର ଲୋକକୁ ଆମେ ଶୁଣି କିଛି ଲାଭ ନାହିଁ। ସତ କି ନାହିଁ? ଯୋଉମାନେ ଏଠି ବସିଛୁ ଆମେ ବାକ୍ୟ ଶୁଣିବାର ଆବଶ୍ୟକ ଅଛି। ବାହାରେ କିଏ ଅଛନ୍ତି ନ ଅଛନ୍ତି ସେମାନଙ୍କର ଏତେ ଆବଶ୍ୟକ ନାହିଁ। ତେଣୁକରି ପ୍ରଥମେ ଆମେ ଶୁଣିବା। ଟିକେ ଏପଟ ମୁହଁ କରନ୍ତୁ, ସମସ୍ତେ ଶୁଣିଲା ଭଳିଆ। ବାକ୍ୟ ହେଉ ଯେକୌଣସି କାର୍ଯ୍ୟ ହେଉ ଆମମାନଙ୍କ ନିମନ୍ତେ ଅଛି। ତେଣୁକରି ଆମେ ପ୍ରଥମେ ଶୁଣିବା ପାଇଁ ଚେଷ୍ଟା କରିବା। ତେବେ ମୁଁ ଅନୁରୋଧ କରିବି ଆମମାନଙ୍କ ମଧ୍ୟରୁ କେହି ଜଣେ ସମସ୍ତଙ୍କର ସାହାଯ୍ୟ ନିମନ୍ତେ ପଠନ କରନ୍ତୁ। ଫିଲିମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର ଅଧ୍ୟାୟ 1 ପଦ 1ରୁ 21 ପଦ ପର୍ଯ୍ୟନ୍ତ। ଫିଲିମୋନ ପୁସ୍ତକ 1 ଅଧ୍ୟାୟ 1ରୁ 21। ଏଠାରେ ଲେଖା ଅଛି, ପାଉଲ ଖ୍ରୀଷ୍ଟ ଯୀଶୁଙ୍କ ବନ୍ଦୀ ଆଉ ଭ୍ରାତା ତିମୋଥି, ଆମ୍ଭମାନଙ୍କର ପ୍ରିୟ ପାତ୍ର ଓ ସହକର୍ମୀ ଫିଲିମୋନ, ପୁଣି ଭଗିନୀ ଆପିଆ ଏବଂ ଆମ୍ଭମାନଙ୍କ ସହ ସୈନିକ ଆର୍କିପ ଓ ତୁମ୍ଭ ଗୃହସ୍ଥିତ ମଣ୍ଡଳୀ ନିକଟକୁ ପତ୍ର ଲେଖୁଅଛୁ। ଆମ୍ଭମାନଙ୍କର ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଅନୁଗ୍ରହ ଓ ଶାନ୍ତି ତୁମମାନଙ୍କ ପ୍ରତି ହେଉ। ପ୍ରଭୁ ଯୀଶୁ ଓ ସମସ୍ତ ସାଧୁଙ୍କ ପ୍ରତି ତୁମମାନଙ୍କ ପ୍ରେମ ଓ ବିଶ୍ୱାସ ବିଷୟ ଶୁଣି ମୁଁ ମୋର ପ୍ରାର୍ଥନାରେ ତୁମର ନାମ ଉଲ୍ଲେଖ କରି ସର୍ବଦା ମୋର ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି। ଯେପରି ତୁମ ବିଶ୍ୱାସର ସହଭାଗିତା ଆମ୍ଭମାନଙ୍କୁ ଦତ ସମସ୍ତ ଉତ୍ତମ ବିଷୟ ସମ୍ବନ୍ଧୀୟ ଜ୍ଞାନ ଦ୍ୱାରା ଖ୍ରୀଷ୍ଟଙ୍କ ପକ୍ଷରେ କାର୍ଯ୍ୟ ସାଧକ ହୁଏ। କାରଣ ହେ ଭାଇ, ସାଧୁମାନଙ୍କ ହୃଦୟ ତୁମ୍ଭ ଦ୍ୱାରା ଆଶ୍ୱାସ ପ୍ରାପ୍ତ ହୋଇଥିବାରୁ ମୁଁ ତୁମ ପ୍ରେମରୁ ବହୁତ ଆନନ୍ଦ ଓ ଉତ୍ସାହ ଲାଭ କଲି। ଅତଏବ ଯାହା ଉପଯୁକ୍ତ ସେ ସମ୍ବନ୍ଧରେ ତୁମକୁ ଆଦେଶ ଦେବା ପାଇଁ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଯଦ୍ୟପି ମୋର ସମ୍ପୂର୍ଣ୍ଣ ସାହସ ଅଛି, ତଥାପି ମୁଁ ବୃଦ୍ଧ ପାଉଲ ପ୍ରେମ ହେତୁ ବରଂ ତୁମକୁ ଅନୁରୋଧ କରୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ନିକଟରେ ବର୍ତ୍ତମାନ ବନ୍ଦୀ ଯେ ମୁଁ ମୋହର ଏହିପରି ବନ୍ଧନ ଅବସ୍ଥାରେ ମୋ ଠାରୁ ଜାତ ମୋହର ବଚ୍ଚ ଅନିସିମ ନିମନ୍ତେ ତୁମକୁ ଅନୁରୋଧ କରୁଅଛି। ସେ ପୂର୍ବରେ ତୁମ୍ଭ ନିମନ୍ତେ ଅକର୍ମରେ ଥିଲା, କିନ୍ତୁ ଏବେ ତୁମ୍ଭର ଓ ମୋହର ଉଭୟଙ୍କର ଉପକାର ହୋଇଅଛି। ସେ ତ ମୋହର ହୃଦୟ ସ୍ୱରୂପ। ମୁଁ ତାହାକୁ ତୁମ୍ଭ ନିକଟକୁ ଫେରାଇ ପଠାଉଅଛି। ସୁଷମାଚାର ନିମନ୍ତେ ବନ୍ଧନ ଅବସ୍ଥାରେ ତାହାକୁ ତୁମ୍ଭ ସ୍ଥାନରେ ମୋହର ସେବା କରିବା ପାଇଁ ପାଖରେ ରଖିବାକୁ ମୋହର ମନ ହେଉଥିଲା। କିନ୍ତୁ ତୁମ୍ଭର ସମ୍ମତି ନ ନେଉ ମୁଁ କିଛି କରିବାକୁ ଇଚ୍ଛା କଲି ନାହିଁ। ଯେପରି ତୁମ୍ଭର ଉତ୍ତମ କାର୍ଯ୍ୟ ବଳାତ୍କାରରେ କଲା ପରି ନ ହୋଇ ସସନ୍ଦ ମନରେ ହେବ। କାରଣ ହୋଇପାରେ ଯେପରି ତୁମ୍ଭେ ତାହାକୁ ଆଉ ଦାସ ସ୍ୱରୂପ ନ ପାଇ ବରଂ ଦାସଠାରୁ ଶ୍ରେଷ୍ଠ ଅର୍ଥାତ୍ ଜଣେ ପ୍ରିୟ ଭ୍ରାତା ସ୍ୱରୂପେ ଚିରକାଳ ପାଇଁ ପାର। ଏଥିପାଇଁ ସେ କିଛି କାଳ ନିମନ୍ତେ ତୁମ୍ଭଠାରୁ ଅନ୍ତର ହୋଇଥିଲା। ବିଶେଷରେ ସେ ମୋର ଜଣେ ପ୍ରିୟ ଭ୍ରାତା ଅତେ ଶରୀରରେ ଓ ମଧ୍ୟ ପ୍ରଭୁଙ୍କଠାରେ ତୁମ୍ଭ ପ୍ରତି ହବା କେତେ ଅଧିକ ପ୍ରିୟ ନ ହେବ। ଏଣୁ ଯଦି ତୁମେ ମତେ ଜଣେ ସହଭାଗୀ ବୋଲି ମନେ କର,
ତାହାରେ ମୋତେ ଗ୍ରହଣ କଲା ପରି ତାହାକୁ ଗ୍ରହଣ କର। ଯଦି ସେ ତୁମ ପ୍ରତି କୌଣସି ଅନ୍ୟାୟ କରିଥାଏ ବା ତୁମ୍ଭଠାରେ ରହୁଣି ହୋଇଥାଏ, ତେବେ ତାହା ମୋ ହିସାବରେ ଲେଖ। ମୁଁ ପାଉଲ ସ୍ୱହସ୍ତରେ ଏହା ଲେଖି ଦେଉଅଛି, ମୁଁ ତାହା ପରିଶୋଧ କରିବି। ତୁମେ ନିଜେ ଯେ ମୋ ନିକଟରେ ଚିରଋଣୀ, ଏ ବିଷୟରେ ମୁଁ ଆଉ କହିବାକୁ ଇଚ୍ଛା କରୁନାହିଁ। ହଁ ଭାଇ, ପ୍ରଭୁଙ୍କ ସହଭାଗିତାରେ ତୁମ୍ଭ ଦ୍ୱାରା ମୋହର ଲାଭ ହେଉ। ଖ୍ରୀଷ୍ଟଙ୍କ ଠାରେ ମୋହର ହୃଦୟକୁ ଆଶ୍ୱାସନା ଦିଅ। ତୁମ୍ଭର ଆଜ୍ଞାବହତାରେ ମୋହର ବିଶ୍ୱାସ ଥିବାରୁ ମୁଁ ତୁମ୍ଭକୁ ଲେଖୁଅଛି। ମୁଁ ଜଣେ ଯେ ମୁଁ ଯାହା କହୁଅଛି ତୁମ୍ଭେ ତାଠାରୁ ଅଧିକ ମଧ୍ୟ କରିବ। ପ୍ରଭୁଙ୍କ ବାକ୍ୟ। ଆମେନ୍। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ପ୍ରାର୍ଥନା କରିବା। ଆହେ ଆମଙ୍କର ବାକ୍ୟ ରୂପୀ ସଦାପ୍ରଭୁ ପରମେଶ୍ୱର, ତୁମର ସେଇ ପବିତ୍ର ମହତ ନାମକୁ ପୁଣି ଥରେ ଆମେ ଧନ୍ୟବାଦ ଦେଉଛୁ। ତୁମର ପ୍ରଶଂସା କରୁଅଛୁ, ତୁମର ଗୌରବ କରୁଅଛୁ, ତୁମର ମହିମା କରୁଅଛୁ ରାଜା। ଆଜିର ଉପାସନାରେ ଆମମାନଙ୍କୁ ପ୍ରତ୍ୟେକଙ୍କୁ ତୁମେ ଏକତ୍ରିତ କରିଅଛ। ତୁମର ପବିତ୍ର ଆତ୍ମାଙ୍କର ଉପସ୍ଥିତି ଆମମାନଙ୍କୁ ପ୍ରତ୍ୟେକଙ୍କୁ ଦେଇଅଛ ପ୍ରଭୁ। ତେଣୁକରି ଆମେ ତୁମକୁ କୋଟି କୋଟି ଧନ୍ୟବାଦ ଦେଉଅଛୁ। ତୁମର ଉପସ୍ଥିତି ପାଇଁ ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଏହି ସୁନ୍ଦର ସମୟ, ସୁନ୍ଦର ସହଭାଗିତା ପାଇଁ ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ପବିତ୍ର ପ୍ରଭୁ, ଆଜି ମଣ୍ଡଳୀ ଆମମାନଙ୍କୁ ଯେଉଁ ବାକ୍ୟାଂଶ ଧ୍ୟାନ କରିବା ପାଇଁ ଦେଇଅଛି, সেই ବାକ୍ୟ ଆମମାନଙ୍କ ମଧ୍ୟରେ ପ୍ରଭୁ ପଠନ କରାଯାଇଅଛି। ସେ ବାକ୍ୟର ମର୍ମକୁ ବୁଝିବା ପାଇଁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ସାହାଯ୍ୟ କର। ତୁମର ପବିତ୍ର ଆତ୍ମାଙ୍କର ଅଭିଷେକ ଆମମାନଙ୍କ ମଧ୍ୟରେ ହେଉ, ସ୍ୱର୍ଗ ଉନ୍ମୁକ୍ତ ହେଉ ଏବଂ ବାକ୍ୟ ରୂପୀ ସେହି ଯୀଶୁଖ୍ରୀଷ୍ଟ ଆମମାନଙ୍କ ମଧ୍ୟରେ ବାସ କରନ୍ତୁ ଏବଂ ଆମମାନଙ୍କୁ ସାହାଯ୍ୟ କରନ୍ତୁ ବାକ୍ୟର ମର୍ମ ବୁଝିବା ପାଇଁ। ପବିତ୍ର ପ୍ରଭୁ, ଯେଉଁ ବାକ୍ୟ ଆଜି ଆମମାନଙ୍କୁ ତୁମେ ଦେଇଅଛ, ସେ ବାକ୍ୟ ଯେପରି ଆମେ ଭଲରେ ଶୁଣିବୁ, ବୁଝିବୁ ଏବଂ ଆପଣା ଜୀବନରେ ପାଳନ କରି ଯେପରି ଆମେ ତୁମର ନିକଟବର୍ତ୍ତୀ ହେଇପାରିବୁ, ସେହି ପ୍ରକାର ତୁମେ ଏମାନଙ୍କୁ ସାହାଯ୍ୟ କର। ଉପସ୍ଥିତ ପ୍ରତ୍ୟେକ ଆତ୍ମାଙ୍କୁ ତୁମର ପବିତ୍ର ଚରଣ ତଳେ ସମର୍ପଣ କରୁଅଛି। ପ୍ରତ୍ୟେକ ଆତ୍ମାଙ୍କୁ ତୁମେ ଅଧିକାର କର। ସେମାନଙ୍କର ହୃଦୟ ମନ ଆତ୍ମାକୁ ତୁମେ ଖୋଲି ଦିଅ। ବାକ୍ୟର ମର୍ମ ସେମାନେ ଯେପରି ବୁଝିପାରିବେ, ସେହି ପ୍ରକାର ତୁମେ ସେମାନଙ୍କୁ ସାହାଯ୍ୟ କର। ପବିତ୍ର ପ୍ରଭୁ, ମୁଁ ଜଣେ ପାପୀ ଧୂଳି ଅଯୋଗ୍ୟ ମଣିଷ, ନିଜକୁ ତୁମର ପବିତ୍ର ଚରଣ ତଳେ ସମର୍ପଣ କରୁଛି ରାଜା। ତୁମର ବାକ୍ୟ କହିବା ପାଇଁ, ତୁମର ବାକ୍ୟ ଭାଙ୍ଗିବା ପାଇଁ ମୋର ଏ ପ୍ରକାର କୌଣସି ଯୋଗ୍ୟତା ନାହିଁ, ମୋର କୌଣସି ଜ୍ଞାନ ବୁଦ୍ଧିର ବିଷୟ ନାହିଁ। ପ୍ରଭୁ, ତୁମେ ହିଁ ମୋର ସହବର୍ତ୍ତୀ ପରମେଶ୍ୱର ହୁଅ, ମୋର ମୁଖର ଇମାନୁଏଲ ପରମେଶ୍ୱର ହୁଅ, ମୋର ଜିହ୍ବାର ଇମାନୁଏଲ ପରମେଶ୍ୱର ହୁଅ। ମୋର ମୁଖ ଦେଇ ତୁମେ କଥା କୁହ। ପୁଣି ଉପସ୍ଥିତ ପ୍ରତ୍ୟେକଙ୍କୁ ତୁମେ ପ୍ରଭୁ ଆମମାନଙ୍କୁ ତୁମର ଆହାରରେ, ଆତ୍ମିକ ଆହାରରେ ପରିତୃପ୍ତ କର ବୋଲି ପ୍ରାର୍ଥନା ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ। ଆମେନ୍। ହାଲେଲୁୟା, ହାଲେଲୁୟା। ଗତ ସପ୍ତାହ ଆମେ ଶୁଣୁଥିଲୁ ଏଭ୍ରି ମଣ୍ଡଳୀ ନିକଟକୁ ପଠାଯାଇଥିବା ପତ୍ରରୁ, ଯେଉଁଠାରେ ବିଦେଶୀ ମାନଙ୍କୁ ପ୍ରେମ କରିବା ବିଷୟରେ ଶିକ୍ଷା ଦିଆଯାଉଥିଲା। କେତେ ଲୋକ ଶୁଣିଛୁ ଗତ ସପ୍ତାହର ବାକ୍ୟ? ହାତ ଟେକିବା କି? କେତେ ଲୋକ ଗତ ସପ୍ତାହର ବାକ୍ୟ ଆମେ ଶୁଣିଛୁ? ଶୁଣି ନାହାନ୍ତି? ହେଲେ ଗତ ସପ୍ତାହ ଆପଣ ମାନେ ଗିର୍ଜାରେ ନଥିଲେ। ହେଲେ ଗତ ସପ୍ତାହର ବାକ୍ୟ ଥିଲା ବିଦେଶୀ ମାନଙ୍କୁ ପ୍ରେମ କର। ଆଜିର ବାକ୍ୟ ଯାହା ମାନଙ୍କୁ ଦିଆଯାଇଛି, ଫିଲିମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର। ଆଉ ନୂତନ ନିୟମକୁ ଯଦି ଆମେ ଦେଖିବା, ବୋଧେ ଏଇଟା ହିଁ ସବୁଠାରୁ ସାନ ଚିଠି ଯାହା ପ୍ରେରିତ ପାଉଲ ଲେଖିଛନ୍ତି। କାରଣ କେବଳ ଗୋଟିଏ ଅଧ୍ୟାୟ ଏଠାରେ ଅଛି। ଏହା ଅତି ଛୋଟ
ଚିଠି ଯାହା ପ୍ରେରିତ ପାଉଲ ଫିଲିମନକୁ ଲେଖିଛନ୍ତି, ଚିଠି ଛୋଟ ହେଇପାରେ କିନ୍ତୁ ଏହାର ଅର୍ଥ, ଏହାର ମର୍ମ ଅତି ଶକ୍ତିଶାଳୀ ଅଟେ। ହାଲେଲୁୟା, ହାଲେଲୁୟା। କାରଣ ପ୍ରେରିତ ପାଉଲ ଗୋଟିଏ ପ୍ରେରିତ ଭାବରେ, ପୁଣି ଗୋଟିଏ ବୃଦ୍ଧା ଭାବରେ, ଆଉ ଯିଏକି ବନ୍ଧିତ୍ୱ ଅବସ୍ଥାରେ ଅଛନ୍ତି, ଏହି ପ୍ରକାର ସମୟରେ ସେ ଫିଲିମନକୁ ଗୋଟିଏ ଚିଠି ଲେଖୁଅଛନ୍ତି। ଆଉ ସେ ଚିଠିରେ କିଛି ଗୋଟେ ବିଶେଷ କାର୍ଯ୍ୟ କରୁଅଛନ୍ତି। ଆଉ ସେ କାର୍ଯ୍ୟଟି ହେଉଛି ଆଜିର ବାକ୍ୟର ପ୍ରସଙ୍ଗ ଅଟେ। ହାଲେଲୁୟା। ପ୍ରସଙ୍ଗ ଆପଣମାନେ ଯାହା ପାଇଛନ୍ତି ସେଠାରେ ଅଛି ପ୍ରେମରେ ବା ପ୍ରେମ ଦ୍ୱାରା ଆବେଦନ କର, ନା ପ୍ରାର୍ଥନା ଦ୍ୱାରା ଆବେଦନ କର। କିନ୍ତୁ ତାହା ନୁହେଁ, ତାର ସଠିକଟା ହେଉଛି ପ୍ରେମରେ ଆବେଦନ କର। ସେଟାକୁ ସଂଶୋଧନ କରନ୍ତୁ। ପ୍ରାର୍ଥନା ଦ୍ୱାରା ଆବେଦନ କର ପ୍ରତି ବଦଳରେ ସେଠି ସଂଶୋଧନ କରନ୍ତୁ, ପ୍ରେମରେ ଆବେଦନ କର। ହାଲେଲୁୟା, ହାଲେଲୁୟା। ପ୍ରେରିତ ପାଉଲ ଏ ଚିଠି ମାଧ୍ୟମରେ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ହେଉଛି ଆଜିର ବାକ୍ୟର ପ୍ରସଙ୍ଗ ଅଟେ। ଆଉ ଏ ଚିଠିରେ ସେ ପ୍ରେମରେ ଫିଲିମନକୁ ଆବେଦନ କରୁଅଛନ୍ତି। ଆଉ ସେ ଆବେଦନ କଣ ତାହା ମାନେ ଶୁଣିଲୁ। ଆମର ଆଜ୍ଞା ଅତି ସୁନ୍ଦର ଭାବରେ ଆମମାନଙ୍କୁ ପଢିକି ଶୁଣେଇଲୁ। ତେଣୁକରି ମୁଁ ଆପଣମାନଙ୍କୁ କୁହେ ଯେ ପ୍ରେରିତ ପାଉଲଙ୍କର ହୁଏତ ଏ ଚିଠି ବା ଏହି ପତ୍ର ସବୁଠାରୁ ସାନ ପତ୍ର ହେଇପାରେ, କିନ୍ତୁ ସେଠାରେ ଦିଆଯାଉଥିବା ଶିକ୍ଷା ଆଉ ପ୍ରେରିତ ପାଉଲ ନିଜେ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଆମକୁ ଅତି ଶକ୍ତିଶାଳୀ ଶିକ୍ଷା ପ୍ରଦାନ କରେ। କାରଣ ଆମେ ଦେଖିବାକୁ ପାଉଛୁ ଯେ ଏହି ପତ୍ରରେ ତିନିଟି ବ୍ୟକ୍ତି ବିଷୟରେ କଥା କହୁଅଛି। ଯଦି ଏହି ପୁରା ଚିଠିଟାକୁ ଆମେ ପଢିବା, ଅଧ୍ୟାୟ 1 ପଦ 1ରୁ ଶେଷ ପଦ ପର୍ଯ୍ୟନ୍ତ ଯଦି ପଢିବା, ସେଠାରେ ତିନିଟି ବ୍ୟକ୍ତି ବିଷୟରେ ଲେଖାଯାଇଛି। ବ୍ୟକ୍ତି ଜଣେ ହେଉଛନ୍ତି ପ୍ରେରିତ ପାଉଲ ଯେ ଲେଖୁଛନ୍ତି, ଆଉ ଯାହାକୁ ଲେଖୁଛନ୍ତି ସେ ହେଉଛନ୍ତି ଫିଲିମନ, ଯାହା ପାଇଁ ଲେଖୁଛନ୍ତି ସେ ହେଉଛନ୍ତି କିଏ? ଆନିସି। ହାଲେଲୁୟା, ହାଲେଲୁୟା। এই তিনিটি ব্যক্তিଙ୍କ ବିଷୟରେ ବା এই ତିନିଟି ବ୍ୟକ୍ତିଙ୍କର ନାମ ଉଲ୍ଲେଖ ଅଛି। ଅବଶ୍ୟ ଅନ୍ୟମାନଙ୍କର ନାମ ପଦ 1-2ରେ ଉଲ୍ଲେଖ ଅଛି, କିନ୍ତୁ ବିଶେଷ କରି এই ଚିଠି এই ତିନିଟି ବ୍ୟକ୍ତିଙ୍କ ବିଷୟରେ ଲେଖାଯାଇଅଛି। ଆଉ ସେମାନେ ସକ୍ରିୟ ଭାବରେ ଏହି ପତ୍ରରେ ସେମାନେ ସଂଯୁକ୍ତ ଅଛନ୍ତି। ପ୍ରେରିତ ପାଉଲ ଫିଲିମନକୁ ସେ ଚିଠି ଲେଖୁଅଛନ୍ତି, କାହା ପାଇଁ? ଆନିସିଙ୍କ ପାଇଁ। ହେଲେ এই ଆନିସିନ୍ କିଏ? ଚିଠିରେ ଆମେ ଶୁଣିବାକୁ ପାଉଛୁ ବା ପତ୍ରରେ ଆମେ ଜାଣିବାକୁ ପାଉଛୁ ଯେ ଆନିସିନ୍ ଫିଲିମନଙ୍କର ଦାସ ଥିଲେ। ଆନିସିନ୍ ସେ ଫିଲିମନଙ୍କର ଦାସ ଥିଲେ। ଫିଲିମନଙ୍କ ଘରେ ସେ ଦାସତ୍ୱ କାର୍ଯ୍ୟ କରୁଥିଲେ। ସେ ଦାସତ୍ୱ କାର୍ଯ୍ୟ କରୁଥିଲେ। ଫିଲିମନର ପରିବାରକୁ ସେ ସେବା ଦେଉଥିଲେ, ଫିଲିମନକୁ ସେ ସେବା ଦେଉଥିଲେ। କିନ୍ତୁ ପାଉଲ କାରାବାରରେ ଥିବା ସମୟରେ এই ଫିଲିମନ ଅନିମିସ୍ କଣ କରିଛନ୍ତି? ସେ ଫିଲିମନ ଠାରୁ ପଳାୟନ କରିକି ଯାଇଛନ୍ତି, ଆଉ ସେ ପାଉଲଙ୍କୁ ସାକ୍ଷାତ କରୁଅଛନ୍ତି। ଆନିସିନ୍ ସେ ଫିଲିମଙ୍କ ଘରୁ ପଳାୟନ କରିକି ଯାଇଛନ୍ତି, ଆଉ এই ପଳାୟନ କରିକି ଯିବା ସମୟରେ ସେ ପ୍ରେରିତ ପାଉଲଙ୍କର ସାକ୍ଷାତ ପାଉଛନ୍ତି। ଆଉ ସେଠାରେ ସେ ପ୍ରେରିତ ପାଉଲଙ୍କୁ ଦେଇକି ସେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରୁଛନ୍ତି। ସେ ଯୀଶୁଖ୍ରୀଷ୍ଟଙ୍କ ସୁସମାଚାରକୁ ଗ୍ରହଣ କରୁଛନ୍ତି, ଆଉ ଯୀଶୁଖ୍ରୀଷ୍ଟଙ୍କ ଠାରେ ସେ ବିଶ୍ୱାସ କରି ସେ ଯୀଶୁଖ୍ରୀଷ୍ଟଙ୍କର ଜଣେ ଶିଷ୍ୟ ହେବାର ସୁଯୋଗ ପାଉଛନ୍ତି। ହାଲେଲୁୟା, ହାଲେଲୁୟା। ଆଉ ଏହି ପରିପ୍ରେକ୍ଷୀରେ ଯଦି କେହି ଜଣେ ଆମ ଘରେ କାମ କରୁଛନ୍ତି ଆଉ ସେ ଲୁଚିକି ପଳେଇ ଯାଉଛି, ଆମକୁ କଣ ଅନୁଭବ ହବ? ଖୁସି ଲାଗିବ ନାଇଁ କି? ପଳେଇ ଗଲା ବୋଲି ଆମେ ଆହୁରି ଚିକେନ ବିରିୟାନୀ କରିକି ଖୁସିରେ ଖାଇବା ନାଇଁ କି?
ଖାଇବା କି ଯଦି ଆମ ଘରେ କିଏ ଜଣେ ଦାସତ୍ୱ କାମ କରୁଛି ନହେଲେ ସେବା କରୁଛି, ଆମ ଘରେ କାମ କରୁଛି ଜଣେ, ସେ ଯଦି ରାତିରେ ଲୁଚିକି ପଳେଇବ, ସକାଳେ ଉଠି ଆମେ ବିରିୟାନୀ ରାନ୍ଧିବା ନା ରାଗିବା? କଣ ମା ମାନେ କଣ କରିବେ? ନାଇଁ ଆଜି ଗଲା, ଚାଲ ମାଂସ ଆଣିବା ରାନ୍ଧି ଖାଇବା ବୋଲିକି ରାଗିବେ ନାଇଁ କି? କାରଣ ଆପଣଙ୍କ ଉପରେ ସବୁ କାମ ପଡିବ। ମୁଁ ମଧ୍ୟ ସେମିତି ଆଗ ଆମ ଘରେ ଝିଅକୁ ଧରିବା ପାଇଁ ଗୋଟେ ଝିଅକୁ ରଖୁଛୁ। ଝିଅ ମାନେ ଆସିବେ, 2-4 ଦିନ କାମ କରିବେ, ତାପରେ ଘରେ ମନେ ପଡୁଛୁ ଯିବୁ ବୋଲିକି କହିବେ। ସେତେବେଳେ ନଥିବା ବିପି ଉପରକୁ ଉଠିବ, ବିରକ୍ତ ଲାଗିବ। ଠିକ ସେହିପରି ଫିଲିମୋନଙ୍କ ଘରେ ଅନିସିମ କଣ କରୁଥିଲେ? କାମ କରୁଥିଲେ। ତାଙ୍କ ଘରର ସମସ୍ତ କାର୍ଯ୍ୟ ସେ କରୁଥିଲେ, ସାହାଯ୍ୟ କରୁଥିଲେ। ଆଉ ଇଏ କଣ କରିଛନ୍ତି? ଗୋଟେ ଦିନ ହଠାତ୍ ତାଙ୍କ ଘରୁ ସେ ଲୁଚି ପଳେଇ ଯାଇଛନ୍ତି। ଫିଲିମୋନ ନିଶ୍ଚିତ ଭାବରେ ତାଙ୍କୁ ରାଗ ଲାଗିଥିବ, କ୍ରୋଧ କରିଥିବେ, ବିରକ୍ତ ପ୍ରକାଶ କରିଥିବେ। ନିଶ୍ଚୟ ସେ ଭାବିଥିବେ ଗଲୁ ତ ଗଲୁ, କୁଆଡେ ଯିବୁ, ଦେଖିବି ଆଜି ନାହିଁ ତ କାଲିକି ନିଶ୍ଚୟ ଫେରିକି ଆସିବୁ, ସେତେବେଳେ ମୁଁ ଠିକ ଜବାବ ଦେବି। ଏ କଥା ନିଶ୍ଚୟ ସେ ଭାବି ସେ ରାଗରେ ଜର୍ଜରିତ ଥିବ, କ୍ରୋଧ କରିଥିବ। ମତେ ନ କହିକି ଲୁଚିକି ପଳେଇଗଲା, ମୋର କାମ ଅଧା ରହିଗଲା, ଏବେ ସେ କରୁଥିବା କାମ କରିବ କିଏ? କାହାକୁ ମଧ୍ୟ ବିରକ୍ତ ଲାଗିବ କି ନାହିଁ? ନିଶ୍ଚିତ ଭାବରେ। ହେଲେ ଅନିସିମ ଯେତେବେଳେ ସେ ଲୁଚିକି ପଳେଇଲା, ଏହି ପରିସ୍ଥିତିରେ ସେ ଜଣେ ପ୍ରଭୁଙ୍କର ଦାସର ସାକ୍ଷାତ ପାଇଲେ। ସେ ହେଉଛନ୍ତି ପ୍ରେରିତ ପାଉଲ। ହୁଏତ ଆମେ ଜାଣିନୁ କଣ ଉଦ୍ଦେଶ୍ୟ ପାଇଁ ଅନିସିମ ତାଙ୍କ ଘରୁ ଲୁଚିକି ପଳେଇଲେ, କିନ୍ତୁ ଯଦି ଆମେ ସାଧାରଣ ଭାବରେ ଯଦି ଚିନ୍ତା କରିବା, ସେ ହୁଏତ ଭଲ କାମ ପାଇବା ପାଇଁ ସେ ଘରୁ ଲୁଚିକି ପଳେଇଥିବ। ଭଲ କାମ, ଅଧିକ ପଇସା ଯଦି ପାଇବାର ଆଶା ଥିବ, ହୁଏତ ସେଇଟା ପାଇଁ ଲୁଚିକି ପଳେଇଥିବ। ଯଦି ନାଇଁ ତ ଫିଲିମୋନଙ୍କ ଘରେ ହୁଏତ ତାଙ୍କୁ ଭଲ ଭାବରେ ବ୍ୟବହାର କରାଯାଉନଥିଲା, ତାଙ୍କୁ ଅଧିକ କାମ ଦଉଥିଲେ ହୁଏତ, ନହେଲେ ତ ତାଙ୍କୁ ଗାଳି କରୁଥିଲେ, ଖାଇବା ପିଇବାକୁ ଭଲ ଦଉନଥିଲେ। କଣ ଗୋଟେ କାରଣ ହେଇଥିବ, ବାକ୍ୟରେ ସେଇଟା ଲେଖା ହେଇଥିବ। କୌଣସି ଗୋଟେ କାରଣ ଯୋଗୁ ଫିଲିମୋନଙ୍କ ଘର ପରିତ୍ୟାଗ କରିକି ଅନିସିମ କଣ କରୁଛନ୍ତି? ଲୁଚି ପଳେଇଛନ୍ତି। ଆଉ ସେ ସାକ୍ଷାତ ପାଉଛନ୍ତି ପ୍ରେରିତ ପାଉଲଙ୍କୁ। ଆଉ ରୋମୀୟ ସମ୍ରାଟ ସମୟରେ, ରୋମୀୟ ମାନଙ୍କର ଶାସନ ସମୟରେ ଯଦି କୌଣସି ଦାସ ଲୁଚିକି ଘରୁ ପଳେଇ ଯାଏ, ତାହାକୁ ଗୋଟେ ବଡ ଅପରାଧ ବୋଲି ଗଣିତ କରାଯାଉଥିଲା। ଗୋଟିଏ ଦାସ ଯଦି ଲୁଚିକି ପଳେଇ ଯିବ, ତାହାକୁ ସବୁଠାରୁ ବଡ ଅପରାଧ ବୋଲିକି ଲୋକମାନେ ଗଣନା କରୁଥିଲେ ରୋମୀୟ ଶାସନ ସମୟରେ। ହୁଏତ ସେମାନଙ୍କୁ କଣ କରାଯାଉଥିଲା? ସେମାନଙ୍କୁ ଯଦି ଲୁଚିକି ଯିବା ଲୋକକୁ ଧରା ପଡିଯାଆନ୍ତେ, ତାଙ୍କୁ ମାଡ ମରା ହଉଥିଲା, ହୁଏତ ପ୍ରାଣରେ ମଧ୍ୟ ତାଙ୍କୁ ହତ୍ୟା କରାଯାଉ। ଏ ଗୋଟେ ଭୟଙ୍କର ଅପରାଧ କରିକି ସେ ବାହାରେ ଅଛନ୍ତି। କାମ ଛାଡିକି, ନିଜର ମାଲିକର ଘର ଛାଡିକି ପଳାୟନ କରିବା ଗୋଟେ ବଡ ଅପରାଧ ଥିଲା ସେ ସମୟରେ। ଏହାର ଅର୍ଥ ଅନିସିମ ଗୋଟେ ବଡ ଅପରାଧ କରି। ହାଲେଲୁୟା, ହାଲେଲୁୟା। ଏହିପରି ସମୟରେ ସେ ପ୍ରେରିତ ପାଉଲଙ୍କୁ ସାକ୍ଷାତ କରୁଅଛନ୍ତି। ଆଉ ପ୍ରେରିତ ପାଉଲ ତାଙ୍କୁ ଯୀଶୁଖ୍ରୀଷ୍ଟଙ୍କର ସେହି ସୁସମାଚାର ପ୍ରଚାର କରୁଅଛନ୍ତି। ଆଉ ଅନିସିମ ପାଉଲଙ୍କର ପ୍ରଚାର ଶୁଣି, ପାଉଲଙ୍କର ସେବା କାର୍ଯ୍ୟ ଦେଖିକି ସେ ମନ ପରିବର୍ତ୍ତନ କରି ସେ ଯୀଶୁଖ୍ରୀଷ୍ଟଙ୍କୁ ସେ ଆପଣା ପ୍ରାଣକର୍ତ୍ତା ରୂପେ ଗ୍ରହଣ କରିଅଛନ୍ତି। ଆଉ ଅବଶ୍ୟ ବାକ୍ୟରେ ଲେଖା ହେଇକି ମୁଁ ଭାବୁଛି ନିଶ୍ଚିତ ଭାବରେ ଯେତେବେଳେ ଅନିସିମ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କଲା, ତାହାର ମନରେ ନିଶ୍ଚିତ ପଶ୍ଚାତାପ ଆସିଥିବ। ଯେହେତୁ ଯେକୌଣସି ବ୍ୟକ୍ତି ପାପରେ ଅଛି ଆଉ ଯୀଶୁଖ୍ରୀଷ୍ଟଙ୍କୁ ସେ ଗ୍ରହଣ କରେ, ତା ଜୀବନରେ ଅନୁତାପ ଆସିବ, ତା ଜୀବନରେ ପ୍ରାୟଶ୍ଚିତ ଆସିବ, ଆଉ ସେ ନିଜ ପାପ ପାଇଁ ନିଶ୍ଚିତ ଭାବରେ ପ୍ରଭୁଙ୍କ ଠାରେ କ୍ଷମା ପ୍ରାର୍ଥନା କରିବ।
କରିବ କି ନାହିଁ? ଯଦି ମୁଁ ପାପରେ ଅଛି ଆଉ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ଶୁଣୁଛି, ମୋ ଜୀବନରେ କଣ ଆସିବ? ମୋ ଜୀବନରେ ପରିବର୍ତ୍ତନ ଆସିଲେ ହିଁ ମୁଁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବି, ତାଙ୍କର ସୁସମାଚାରରେ ବିଶ୍ୱାସ କରିବି। ଯଦି ମୁଁ ମୋର ପାପକୁ ଚିହ୍ନିବି ନାହିଁ, ମୋର ଦୁର୍ବଳତାକୁ ଚିହ୍ନିବି ନାହିଁ, ମୁଁ କରିଥିବା ଅପରାଧକୁ ଯଦି ମୁଁ ଜାଣିବି ନାହିଁ, ତାହେଲେ ମୋ ଜୀବନରେ କେବେ ମଧ୍ୟ ପରିବର୍ତ୍ତନ ଆସିବ ନାହିଁ। ଆଉ ମୁଁ ଭାବୁଛି ଆନିସିମ୍ ଯେତେବେଳେ ପ୍ରେରିତ ପାଉଲଙ୍କର ବାକ୍ୟ ଶୁଣିଲେ, ସୁସମାଚାର ଶୁଣିଲେ, ତା ଜୀବନରେ ପ୍ରଭୁ କାର୍ଯ୍ୟ କଲେ। ଆଉ ହୁଏତ ସେ ଅନୁଭବ କଲେ ଯେ ଫିଲିମନକୁ ସେ ଯେଉଁ ଧକ୍କା ଦେଇଛନ୍ତି, ଆଉ ଫିଲିମନଙ୍କର ଘର ପରିତ୍ୟାଗ କରି ସେ ଯେ ପଳାୟନ କରିକି ଆସିଛନ୍ତି, ସେ ନିଶ୍ଚିତ ଭାବରେ ଅନୁଭବ କଲେ ଯେ ସେ ଗୋଟିଏ ବଡ଼ ଅପରାଧ କରିଅଛନ୍ତି। ହାଲେଲୁୟା, ହାଲେଲୁୟା। ଯଦି ସେ ଅନୁଭବ କରିନଥାନ୍ତେ, ଆଉ ସେ ଅପରାଧ ଯଦି ପ୍ରେରିତ ପାଉଲଙ୍କ ସହିତ ସେ ବାଣ୍ଟି ନଥାନ୍ତେ, ପ୍ରେରିତ ପାଉଲ ଜାଣିନଥାନ୍ତେ ଯେ ଆନିସିମ୍ ସେ ଫିଲିମନଙ୍କ ଘରେ ଥିଲେ। କେମିତି ଜାଣିଲେ? ପ୍ରେରିତ ପାଉଲ କେମିତି ଜାଣିଲେ ଯେ ଆନିସିମ୍ ଫିଲିମନଙ୍କ ଘରେ ରହିକି ଦାସତ୍ୱ କାର୍ଯ୍ୟ କରୁଥିଲେ? ନିଶ୍ଚିତ ଭାବରେ ଆନିସିମ୍ ସେ ପ୍ରକାଶ କରିଥିବେ, କହିଥିବେ ଯେ ମୁଁ ଗୋଟେ ବଡ଼ ଅପରାଧ କରିଛି। ଆଉ ସେ ଅପରାଧ କଣ? ନା ମୁଁ ମୋର ପ୍ରଭୁ, ମୁଁ ମୋର ମାଲିକ, ତାର ଘର ପରିତ୍ୟାଗ କରି ରାତି ଅଧରେ ମୁଁ ପଳାୟନ କରିକି ଆସିଛି। ଆଉ ସେ ନିଶ୍ଚିତ ଭାବରେ ଡରି ମଧ୍ୟ ଥିବେ। ଯଦି ଆମେ ଘର ଛାଡିକି ଯିବା ଭୟ ଲାଗିବ କି ନାହିଁ? ମାଲିକକୁ ଦେଖିଲେ, କାଳେ କୋଉଠି ଦେଖିଲେ ମତେ ହୁଏତ ଅପମାନ କରିବେ, ହୁଏତ ମାଡ଼ ମାରିବେ, ଆଉ କଣ ହେଲେ ମଧ୍ୟ କରି ଦେଇ ପାରନ୍ତି, ନ ତ ଥାନାରେ ମଧ୍ୟ ତାଙ୍କେ ପୁରେଇ ଦେଇ ପାରନ୍ତି। ଭୟ ଲାଗିବ କି ନାହିଁ? ହୁଏତ ଆନିସିମ୍ ମଧ୍ୟ ସେ ଭୟର ଥିଲେ ଯେ କାଳେ ତାଙ୍କର ମାଲିକ ଫିଲିମନ ଯଦି ମତେ ଦେଖିଦେବେ, ମତେ ମାଡ଼ ମାରିବେ, ନହେଲେ ମତେ ହତ୍ୟା କରିବେ। କାରଣ ରୋମୀୟ ଶାସନ ସମୟରେ ଦାସମାନେ ପଳାୟନ କରିବା ଥିଲା ବଡ଼ ଅପରାଧ, ବଡ଼ ପାପ ଥିଲା, ବଡ଼ ଭୁଲ ଥିଲା। ହୁଏତ ଆନିସିମ୍ ପ୍ରେରିତ ପାଉଲଙ୍କ ଠାରେ ପାପ ସ୍ୱୀକାର କରିଥିବେ, କହିଥିବେ ଯେ ମୁଁ ଗୋଟେ ବଡ଼ ଭୁଲ କରିଦେଇଛି, ଗୋଟେ ବଡ଼ ଅପରାଧ କରିଛି। ଯେହେତୁ ମୁଁ ଫିଲିମନଙ୍କ ଘର ପରିତ୍ୟାଗ କରିଛି, ତାଙ୍କର ଘରେ ମୁଁ କାମ କରୁଥିଲି, କାମ ଅଧାରେ ଛାଡିକି ପଳେଇ ଆସିଛି, ଯଦି ସେ ମତେ ଦେଖିବେ, ସେ ମତେ ପ୍ରାଣରେ ମାରିଦେବେ। ଏହା ହୁଏତ ପ୍ରେରିତ ପାଉଲ ସେ ଶୁଣିଅଛନ୍ତି। ଆଉ ତାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରେରିତ ପାଉଲ ଗୋଟେ ଚିଠି ଲେଖୁଅଛନ୍ତି ଫିଲିମନକୁ। ଆଉ ପ୍ରେରିତ ପାଉଲ ଜାଣିଛନ୍ତି ଫିଲିମନ ଜଣେ ପ୍ରଭୁଙ୍କର ଦାସ ଅଟେ, ଜଣେ ପ୍ରଭୁଙ୍କର ପିଲା ଅଟେ, ସନ୍ତାନ ଅଟେ। ତେଣୁକରି ସେ ଗୋଟେ ଚିଠି ଲେଖୁଛନ୍ତି, ଆଉ ସେ କହୁଅଛନ୍ତି ମୁଁ ଗୋଟିଏ ପ୍ରେରିତ ଆଉ ବୃଦ୍ଧା ହେଲେ ସୁଦ୍ଧା ମୁଁ ତୁମକୁ ଆଦେଶ ନ ଦେଇକି ମୁଁ କଣ କରୁଛି? ପ୍ରେମରେ ତୁମଠାରେ ନିବେଦନ କରୁଛି। ହାଲେଲୁୟା, ହାଲେଲୁୟା। ପ୍ରେରିତ ପାଉଲ ଜଣେ ପ୍ରେରିତ ଥିଲେ, ଆଉ ବୟସରେ ସେ ବୟୋଜ୍ୟେଷ୍ଠ ଥିଲେ, ବୟସ୍କ ଥିଲେ। ଆମର ସମାଜରେ ମଧ୍ୟ ବୟୋଜ୍ୟେଷ୍ଠ ଲୋକ କାହାକୁ, ସାନ ଲୋକମାନଙ୍କୁ ଅନୁରୋଧ କରନ୍ତି ନାହିଁ। କରନ୍ତି କି? ବାପା ପୁଅକୁ ଅନୁରୋଧ କରିପାରେ କି? ବାପା ପୁଅକୁ ଆଦେଶ ଦେବ, ହଁ କି ନାହିଁ? ଯଦି କିଛି କାମ କରିବାର ଅଛି, ତାହେଲେ ବାପା କଣ କରିବେ? ପୁଅକୁ ଆଦେଶ ଦେବେ, ଅନୁରୋଧ କରିବେ ନାହିଁ। ପ୍ରେରିତ ପାଉଲ କହୁଛନ୍ତି ମୁଁ ଜଣେ ପ୍ରେରିତ, ଆଉ ବୃଦ୍ଧା ହେଲେ ସୁଦ୍ଧା, ଏହାର ତ ମୁଁ ବୟସରେ ତମ ଠାରୁ ବଡ ହେଲେ ମଧ୍ୟ ମୁଁ ତୁମକୁ ଆଦେଶ କରୁନାହିଁ, ବରଂ ମୁଁ ତୁମଠାରେ ପ୍ରେମରେ ନିବେଦନ କରୁଅଛି। ହାଲେଲୁୟା, ହାଲେଲୁୟା। କଣ ନିବେଦନ କରୁଅଛନ୍ତି? ନା ସେ ଚିଠିରେ ଲେଖୁଅଛନ୍ତି ଯେ ଆନିସିମ୍ ଯେ ତମ ଘରୁ ପଳାୟନ କରିଥିଲା, ସେ ମୋ ନିକଟକୁ ଆସିଲା, ପ୍ରଭୁଙ୍କର ସୁସମାଚାର ଶୁଣି ସେ ମନ ପରିବର୍ତ୍ତନ କରିଛି, ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଛି। ଆଉ ମୁଁ
ତାକୁ ଏ ଚିଠି ଧରେଇକି ତମ ନିକଟକୁ ଫେରେଇ ଦଉଛି। ମୁଁ ତାକୁ ଏ ଚିଠି ଦେଇକି ତା ହାତରେ ଚିଠି ଲେଖିକି ଦେଇକି ମୁଁ ତମ ନିକଟକୁ ପଠେଇ ଦଉଛି। ତାର କୌଣସି କ୍ଷତି କର ନାହିଁ, ତାକୁ ତୁମେ ଗ୍ରହଣ କର। ହାଲେଲୁୟା, ହାଲେଲୁୟା। ଯଦି ମଣ୍ଡଳୀରେ ଯେକୌଣସି କାର୍ଯ୍ୟ କରିବାର ଅଛି, ତାହେଲେ ଆମମାନେ ପ୍ରେମରେ ନିବେଦନ କଲେ ସେ କାର୍ଯ୍ୟ ସଫଳ ହେବ। ଆଦେଶ ଦେବା ଦ୍ୱାରା ଜଣେ ଲୋକ କଣ କରେ? ଇଚ୍ଛା ନଥାଇକି ସେ ଆଦେଶ ପାଳନ କରିପାରେ। ଯଦି ମୁଁ ଆଦେଶ ଦେବି, ମୁଁ ବିଶ୍ୱ ପଛେ ଏ କାମ ହେବାର ଅଛି, ଗାଁ ଲୋକ ଇଚ୍ଛା ନଥିଲେ ମଧ୍ୟ ହୁଏତ ସେ କାମ କରିପାରନ୍ତି, କରିବି ନ ପାରନ୍ତି। କିନ୍ତୁ ଯଦି ମୁଁ କହିବି, ଅନୁରୋଧ କରିବି, ପ୍ରେମରେ ନିବେଦନ କରିବି ଗାଁ ଲୋକଙ୍କୁ ଯେ ଆପଣମାନଙ୍କୁ ଏ କାର୍ଯ୍ୟ କରିବାର ଅଛି, ଦୟାକରି ଏ କାର୍ଯ୍ୟ କରନ୍ତୁ, ଲୋକମାନେ କଣ ଅନୁଭବ କରିବେ? ସେମାନେ ଗୋଟେ ଅନୁଭବ କରିବେ ଯେ ଆଜ୍ଞା ମାନଙ୍କୁ ଅନୁରୋଧ କରୁଛନ୍ତି। ସେ ଗୋଟେ ସେବକ ପଦରେ ଅଛନ୍ତି, ଗୋଟେ ସେବାରେ ସେ ଅଛନ୍ତି, ତଥାପି ସେମାନଙ୍କୁ ଅନୁରୋଧ କରୁଛନ୍ତି ଆମେ ସେ କାମ କରିବୁ। ଆମକୁ ବାଧ୍ୟ କରାଯାଏ କରିନାହାନ୍ତି ଆଜ୍ଞା, ସେ ଆମଠାରେ ଅନୁରୋଧ କରୁଛନ୍ତି, ଆମକୁ ବଳାତ୍କାର କରୁନାହାନ୍ତି, ସେମାନଙ୍କୁ ଅନୁରୋଧ କରୁଛନ୍ତି, ଆମକୁ ନିବେଦନ କରୁଛନ୍ତି। ତେଣୁକରି ଆମେ କାର୍ଯ୍ୟ କରିବା ବୋଲି ଲୋକମାନେ କରିବେ। ଆଦେଶ ଦେବା ଦ୍ୱାରା ଲୋକ ବାଧ୍ୟ ବଳାତ୍କାର ଭାବରେ ସେଟାକୁ ପାଳନ କରିଥାନ୍ତି, ଇଚ୍ଛା ନଥାଇକି ମଧ୍ୟ ପାଳନ କରିଥାନ୍ତି। କିନ୍ତୁ ଯେତେବେଳେ ଆମେ ଅନୁରୋଧ କରୁଛୁ, ଆମକୁ କେହି ବାଧ୍ୟ କରିବେ ନାହିଁ। ଆମେ ସେଟା କରୁ ନ କରୁ ସେଇଟା ଆମ ହାତରେ ରହିବ, ଯେହେତୁ ଏଟା ଅନୁରୋଧ କରାଯାଇଛି। ଆଉ ଯେତେବେଳେ ଆମେ କରୁଛୁ, ସେ କାର୍ଯ୍ୟକୁ ସଫଳ କରୁଛୁ, ତାର ଅର୍ଥ ଆମେ ସ୍ୱ ଇଚ୍ଛାରେ ଆମର ଆନନ୍ଦର ସହିତ ଆମେ ସେ କାର୍ଯ୍ୟକୁ କରୁଛୁ। ପ୍ରେରିତ ପାଉଲ ମଧ୍ୟ ଏ କଥା ସେ ଜାଣୁଛନ୍ତି, ଯଦି ମୁଁ ଆଦେଶ ଦେବି ଫିଲିମନକୁ ଯେ ତମେ ଆନିସିମକୁ ଆଜିଠାରୁ ଆଉ ଦାସ ଭାବରେ ନୁହଁ, ବରଂ ନିଜର ଭ୍ରାତା ଭାବରେ ତାଙ୍କୁ ଗ୍ରହଣ କର, ସେ ମାନିବ। ଯେହେତୁ ପ୍ରେରିତ ପାଉଲ ଜଣେ ପ୍ରେରିତ ଅଛନ୍ତି, ଆଉ ବୟସରେ ସେ ବୃଦ୍ଧା ଅଛନ୍ତି, ସେ ଯାହା କହିବେ, ଯାହା ଆଦେଶ ଦେବେ ସେ ଶୁଣିବେ, କିନ୍ତୁ ସେଥିରେ ତାଙ୍କର ପ୍ରେମ ନଥିବ। ହାଲେଲୁୟା। ସେ ଆନିସିମକୁ ଗ୍ରହଣ କରିପାରନ୍ତି, ପୁଣି ଥରେ ତାଙ୍କୁ କାମରେ ରଖିପାରନ୍ତି, ତାକୁ ଦାସ ବଦଳ ଭାଇ ଭାବରେ ଗ୍ରହଣ କରିପାରନ୍ତି, କିନ୍ତୁ ସେଇଠି ପ୍ରେମ ଗୋଟେ ବଳାତ୍କାର ଭାବରେ ତାଙ୍କୁ ଗ୍ରହଣ କରିବେ। ତାଙ୍କଠାରେ ସନ୍ତୁଷ୍ଟ ନଥିବ, ଖୁସି ନଥିବ, ସବୁବେଳେ ଗୋଟେ କମ୍ପ୍ଲେନ୍ ଥିବ ଯେ ଲୋକ ମୋର ଘର ଛାଡିକି ଚାଲି ଯାଇଥିଲା, ଆହୁରି ଫେରି ଆସିଛି, ଗୋଟେ ବିରକ୍ତ ମନ ଥିବ। ତେଣୁକରି ପ୍ରେରିତ ପାଉଲ ଏଠାରେ ଆଦେଶ ଦେଉନାହାନ୍ତି, ସେ କଣ କରୁଛନ୍ତି? ପ୍ରେମରେ ନିବେଦନ କରୁଛନ୍ତି, କହୁଛନ୍ତି ଯେ ଯେଉଁ ଆନିସିମ ତମର ଘର ପରିତ୍ୟାଗ କରି ପଳାୟନ କରିଥିଲା, ଆଜି ସେ ଆନିସିମ ପ୍ରଭୁଙ୍କୁ ଗ୍ରହଣ କରିଛି, ଆଉ ମୁଁ ତାକୁ ତମ ନିକଟକୁ ପଠେଇ ଦେଉଛି। ତମେ ତାକୁ ଗୋଟେ ଭାଇ ଭାବରେ ଗ୍ରହଣ କର, ଦାସ ଭାବରେ ଗ୍ରହଣ କର ନାହିଁ। ଆଉ ସେ ଏଇଟା ମଧ୍ୟ ବିଶ୍ୱାସ କରୁଛନ୍ତି ଯେ ମୁଁ ଯୋଉ କଥା ତୁମକୁ ପରାମର୍ଶ ଦଉଛି, ସେଟା ତୁମେ ନିଶ୍ଚିତ ଭାବରେ ମାନିବ, ଆଉ ତାଠାରୁ ଅଧିକ ତୁମେ ତା ପ୍ରତି ସୁନ୍ଦର ବ୍ୟବହାର କରିବ, ଏହା ମୁଁ ଜାଣିଛି। କିନ୍ତୁ ତଥାପି ମୁଁ ତୁମକୁ ଅନୁରୋଧ କରୁଛି, ମୁଁ ତୁମକୁ ବାଧ୍ୟ କରୁନାହିଁ, ମୁଁ ତୁମକୁ ଆଦେଶ ଦେଉନାହିଁ, ମୁଁ ତୁମଠାରେ ଅନୁରୋଧ କରୁଛି। ଆଉ ପ୍ରେରିତ ପାଉଲ କହୁଛନ୍ତି, ସେ ପୂର୍ବରେ ତୁମ ନିମନ୍ତେ କଣ ଥିଲେ? ଅକ୍ରମଣୀୟ ଥିଲେ, ମାନେ ୟୁଜଲେସ୍ ଥିଲେ, କୌଣସି ବ୍ୟବହାର ଯୋଗ୍ୟ ନଥିଲେ ସେ। କିନ୍ତୁ ଯେତେବେଳେ ସେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କଲେ, ସେ ବ୍ୟବହାର ଯୋଗ୍ୟ ହେଲେ। ହାଲେଲୁୟା, ହାଲେଲୁୟା। ଲେଖା ଅଛି, ସେ ପୂର୍ବରେ ତୁମ୍ଭ ନିମନ୍ତେ ଅକ୍ରମଣ ଥିଲେ, କିନ୍ତୁ ଏବେ ତୁମ୍ଭର ଓ ମୋହର ଉଭୟଙ୍କର ଉପକାରୀ ହୋଇ ଅଛନ୍ତି। ଯେକୌଣସି ବ୍ୟକ୍ତି ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରେ, ହୁଏତ ସେ ପୂର୍ବରେ ଅକ୍ରମଣ ଥାଇପାରେ, ୟୁଜଲେସ୍ ଥାଇପାରେ, ବ୍ୟବହାରହୀନ ଥାଇପାରେ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କଲା ପରେ ସେ ବ୍ୟବହାର ଯୋଗୀ ହେଇପାରେ, ସେ ୟୁଜଫୁଲ ହେଇପାରେ।
ତେଣୁକରି ଏଠାରେ ପ୍ରେରିତ ପାଉଲ କହୁଛନ୍ତି ସେ ପୂର୍ବରେ ତୁମ ନିମନ୍ତେ ସେ ଅକ୍ରମଣ ଥିଲେ, ସେ ଅଯୋଗ୍ୟ ଥିଲେ, ସେ ଅପଦାର୍ଥ ଥିଲେ, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କଲା ପରେ ସେ ଗୋଟେ ନୂତନ ବ୍ୟକ୍ତି ଭାବରେ ସେ ସୃଷ୍ଟି ହେଉଛନ୍ତି। ହାଲେଲୁୟା, ହାଲେଲୁୟା। ଯେତେ ଲୋକ ଆମମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ଜଳରେ ବାପ୍ତିସ୍ମ ନେଇଛୁ, ଆମର ଜୀବନ ପରିବର୍ତ୍ତନ ହୋଇଥାଏ। ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଦ୍ୱାରା ଆମର ଜୀବନ ପରିବର୍ତ୍ତନ ହୁଏ, ଗୋଟେ ନୂତନ ଜୀବନ ଆରମ୍ଭ ହୁଏ। ବାପ୍ତିସ୍ମ ପୂର୍ବରୁ ଆମର ଜୀବନ ଗୋଟିଏ ପ୍ରକାର ଥାଏ, ବାପ୍ତିସ୍ମ ପରେ ଆମମାନଙ୍କର ଜୀବନ ଆଉ ଗୋଟିଏ ପ୍ରକାର ହୁଏ। ଏହା ବିଶ୍ୱାସ କରୁଛନ୍ତି କି? କରୁଛନ୍ତି। ଯେଉଁମାନେ ଆମେ ପାପରେ ଥିଲୁ, ନିଜର ପାପକୁ ଚିହ୍ନିଲୁ, ଆଉ ପ୍ରଭୁଙ୍କ ଠାରେ ଆମେ ପ୍ରାୟଶ୍ଚିତ କରି ଅନୁତପ୍ତ ହୃଦୟରେ ପ୍ରଭୁଙ୍କ ନିକଟକୁ ଫେରି ଯାଇକି ଆମେ ଜଳରେ ବାପ୍ତିସ୍ମ ନେଉଛୁ। ତାପରେ ଆମେ ପ୍ରତିଜ୍ଞା କରୁଛୁ ଯେ ଆଉ ଆମେ ପାପ କରିବୁ, ଆଉ ମୁଁ ମଦ ପିଇବି ନାହିଁ, ଆଉ ମୁଁ ବ୍ୟଭିଚାର କାର୍ଯ୍ୟରେ ଲିପ୍ତ ରହିବି ନାହିଁ, ଆଉ ମୁଁ ଚୋରି କାର୍ଯ୍ୟରେ ଲିପ୍ତ ରହିବି ନାହିଁ, ମିଥ୍ୟା ସାକ୍ଷ୍ୟ ଦେବି ନାହିଁ, ଅନ୍ୟର ବଚସା କରିବି ନାହିଁ, ସମସ୍ତ ମନ୍ଦ କାର୍ଯ୍ୟ ପରିତ୍ୟାଗ କରିବି। ଏହି ପ୍ରକାର ସବୁ କାର୍ଯ୍ୟ ଆମେ କରିଥାଉ। ବାପ୍ତିସ୍ମ ନେଲା ପରେ ଆମେ ପାପର କାର୍ଯ୍ୟକୁ ପରିତ୍ୟାଗ କରିଥାଉ। ଠିକ୍ ସେହିପରି ଆନିସି ମଧ୍ୟ ସେ ଯେଉଁ ପାପ କରିଥିଲେ, ଯେଉଁ ଭୁଲ କରିଥିଲେ, ଯେଉଁ ଅପରାଧ କରିଥିଲେ, ସେ ଜାଣିପାରିଲେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଦ୍ୱାରା। ଆଉ ସେ ପ୍ରେରିତ ପାଉଲଙ୍କୁ ଦେଇକି ସେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କଲେ, ଆଉ ସେ ଡୁବନ ନେଲେ। ତାପରେ ସେ ନିଜେ କରିଥିବା ଭୁଲକୁ ସଂଶୋଧନ କରିବା ପାଇଁ ସେ ଇଚ୍ଛା ପ୍ରକାଶ କଲେ। ତେଣୁକରି ହୁଏତ ପ୍ରେରିତ ପାଉଲଙ୍କୁ ସେ କହିଥିଲେ, ମୁଁ ଯେଉଁ ଭୁଲ କରିଛି, ଯେଉଁ ଅପରାଧ କରିଛି, ମୋତେ ତାହା ସଂଶୋଧନ କରିବାକୁ ପଡ଼ିବ। ମୋତେ ଦୟା କରିକି ମୋର ବ୍ୟବର୍ତ୍ତାଙ୍କ ପାଖକୁ, ମୋର ମାଲିକଙ୍କ ପାଖକୁ ମୋତେ ପଠେଇ ଦିଏ। ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଦ୍ୱାରା, ବାପ୍ତିସ୍ମ ନେବା ଦ୍ୱାରା ଆମେ ନୂତନ ସୃଷ୍ଟି ହେଇଥାଉ। ଆନିସିମ୍ ଗୋଟେ ଅପଦାର୍ଥ ଥିଲେ, ବ୍ୟବହାର ଯୋଗ୍ୟ ନଥିଲେ, କିନ୍ତୁ ସେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କଲା ପରେ ସେ ବ୍ୟବହାର ଯୋଗ୍ୟ ହୋଇପାରିଲେ। ଲେଖା ଅଛି ସେ ଉପକାରୀ ହୋଇଅଛନ୍ତି ବୋଲି, ସେ ଉପକାରୀ ହେଇଛନ୍ତି। ତେଣୁକରି ସେ ତାଙ୍କ ନିକଟକୁ ପଠାଉଛନ୍ତି, ଆଉ କହୁଛନ୍ତି ଯେ ତୁମେ ଏହାକୁ ଦାସ ଭାବରେ ନୁହଁ, ବରଂ ଗୋଟେ ଭ୍ରାତା ଭାବରେ ତାହାଙ୍କୁ ଗ୍ରହଣ କର। ପ୍ରଥମ ଶିକ୍ଷା ହେଉଛି, ଯଦି ଆମମାନେ କିଛି ଲାଭ କରିବାର ଅଛି, କିଛି କାର୍ଯ୍ୟ କରିବାର ଅଛି, ଉଚ୍ଚ ପଦବୀରେ ଥିଲେ ମଧ୍ୟ ଆମେ କ'ଣ କରିବାର ଅଛି ନା ଆମେ ପ୍ରେମରେ କ'ଣ କରିବାର ଅଛି, ନିବେଦନ କରିବାର ଅଛି। ଆଦେଶ ଦେବାର ଆବଶ୍ୟକ ନାହିଁ। କିଛି କାମ ହାସଲ କରିବାକୁ ହେଲେ, କିଛି କାମ ସଫଳ କରିବାକୁ ହେଲେ ଆମମାନଙ୍କୁ କ'ଣ କରିବାର ଅଛି, ନିବେଦନ କରିବାର ଅଛି। ଆଉ ଦ୍ୱିତୀୟ ବିଷୟ ହେଲା ଯେ ଆମେ ବାପ୍ତିସ୍ମ ପରେ ଏକ ନୂତନ ସୃଷ୍ଟି ହେଉଛୁ। ବାପ୍ତିସ୍ମ ପରେ ଆମେ ଗୋଟେ ନୂତନ ସୃଷ୍ଟି ଆମେ ହେଉଛୁ, ଗୋଟେ ନୂତନ ଜୀବନ ଲାଭ କରୁଛୁ। ଆମମାନଙ୍କର ଜୀବନ ପରିବର୍ତ୍ତନ ହୁଏ, ଆମମାନଙ୍କର ମନ ପରିବର୍ତ୍ତନ ହୁଏ, ଆମମାନଙ୍କର କାର୍ଯ୍ୟକଳାପ ପରିବର୍ତ୍ତନ ହୁଏ, ଆମମାନଙ୍କର ବ୍ୟବହାର ପରିବର୍ତ୍ତନ ହୁଏ। ଆମେ ପୂର୍ବ ସ୍ୱଭାବକୁ ପରିତ୍ୟାଗ କରି ନୂତନ ସ୍ୱଭାବ ଧାରଣ କରିଥାଉ। ଯୀଶୁଖ୍ରୀଷ୍ଟଙ୍କର ସ୍ୱଭାବକୁ ଆମେ ଧାରଣ କରିଥାଉ। ଆନିସି ମଧ୍ୟ ସେ ପୂର୍ବ ସ୍ୱଭାବକୁ ପରିତ୍ୟାଗ କରି ଯୀଶୁଖ୍ରୀଷ୍ଟଙ୍କର ସ୍ୱଭାବକୁ ପରିଧାନ କଲେ, ଆଉ ସେ ନିଜର ମାଲିକଙ୍କ ନିକଟକୁ ଫେରିଯିବା ପାଇଁ ଇଚ୍ଛା କଲେ। ଆଉ ପ୍ରେରିତ ପାଉଲ ଚିଠି ମାଧ୍ୟମରେ ପରାମର୍ଶ ଦେଉଛନ୍ତି ଫିଲିମନକୁ ଯେ ମୁଁ ତୁମର ଦାସଙ୍କୁ ତୁମ ନିକଟକୁ ଫେରେଇ ଦେଉଛି। ମୋର ଇଚ୍ଛା ଥିଲା ଏ ବନ୍ଦୀ ଅବସ୍ଥାରେ ସେ ମୋ ସହିତ ରହିକି ସେବା କାର୍ଯ୍ୟ କରୁ ବୋଲିକି, କିନ୍ତୁ ତୁମର ଇଚ୍ଛା ବିନା ମୁଁ ତାହା କରିବାକୁ ମୋର ଇଚ୍ଛା ନାହିଁ, ତୁମର ସମ୍ମତି ବିନା ମୁଁ ତାହା କରିବାକୁ ମୋର ଇଚ୍ଛା ନାହିଁ। ଯେହେତୁ ସେ ତୁମର ଦାସ ଥିଲା, ମୁଁ ତୁମର ଦାସକୁ ତୁମ ନିକଟକୁ ଫେରେଇ ଦେଉଛି। ସେ ତୁମ ନିକଟକୁ ଆସୁଛନ୍ତି, ତାକୁ ଆଉ ତୁମେ ଘୃଣା କର ନାହିଁ, ତାର କ୍ଷତି କର ନାହିଁ, ତାଙ୍କୁ ହତ୍ୟା କର ନାହିଁ, ତାଙ୍କୁ ମାର ନାହିଁ। ତାଙ୍କୁ ଦାସ ଭାବରେ ନୁହଁ, ବରଂ ସେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଦ୍ୱାରା ତୁମର ଭାଇ ହେଇ ଅଛନ୍ତି, ଆଉ ଗୋଟେ ଭ୍ରାତା ଭାବରେ ତୁମେ ତାଙ୍କୁ ଗ୍ରହଣ କର। ହାଲେଲୁୟା, ହାଲେଲୁୟା। ସେ ତୁମ ଘରୁ ଦାସ ହେଇକି ଯାଇଥିଲେ, କିନ୍ତୁ ଯେତେବେଳେ ସେ ଫେରୁଛନ୍ତି, ସେ ତୁମର ଭାଇ ହେଇକି ଫେରୁଛନ୍ତି ଯୀଶୁଖ୍ରୀଷ୍ଟଙ୍କ ଠାରେ। ମୋର ପ୍ରିୟମାନେ, ଆମେ ପାପର ଦାସତ୍ୱରେ ଥାଇକି ଆମେ କ'ଣ କରୁ, ପଳାୟନ କରୁ ପରମେଶ୍ୱରଙ୍କ ଠାରୁ, ଯୀଶୁଖ୍ରୀଷ୍ଟଙ୍କ ଠାରୁ।
কিন্তু যেତେବେଳେ ଆମେ ମନ ପରିବର୍ତ୍ତନ କରି ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଫେରି ଯାଉ ସେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କର ଭ୍ରାତା ହେଇକି ଆମେ ଫେରୁ ଯୀଶୁ ଖ୍ରୀଷ୍ଟଙ୍କର ଗୋଟେ ଭାଇ ହେଇକି ଫେରୁ ପାପର ଦାସତ୍ୱରୁ ଆମେ ପଳାୟନ କରି ଆମେ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତରେ ଆମେ କଣ ହେଉ ନା ତାଙ୍କର ଭାଇ ହେଇକି ଆମେ ଫେରିଥାଉ ଆଉ ଠିକ ସେହିପରି ଆନିସି ମଧ୍ୟ ପାପର ଦାସତ୍ୱରେ ସେ ପଳାୟନ କରିଥିଲେ ଆଉ ଯେତେବେଳେ ସେ ଫେରି ଆସିଲେ ସେ ଦାସ ହେଇକି ଫେରି ଆସିନାହାନ୍ତି ସେ ଦାସ ହେଇକି ଫେରି ଆସିନାହାନ୍ତି ସେ ଗୋଟେ ଭାଇ ଭାବରେ ସେ ଫେରି ଆସନ୍ତି ଗୋଟେ ଭ୍ରାତା ଭାବରେ ଫେରି ଆସିଛନ୍ତି ଆଉ ଏହି ବିଷୟକୁ ଆମେ ବୁଝିବାକୁ ପଡିବ ଯେତେବେଳେ ଆମଙ୍କର ପରିବାରରେ ଏପରି ଘଟେ ଆମେ ସେମାନଙ୍କ ପ୍ରତି ଦୟା ଦେଖେଇବାର ଆବଶ୍ୟକ ଅଛି ଏହି ପତ୍ର ଆଜି ଆମମାନଙ୍କୁ ଗୋଟେ ଦୟା କ୍ଷମା ଆଉ ମିଳନର ଶିକ୍ଷା ଦେଉଅଛି এটা ছোট চিঠি ହେଇପାରେ ଗୋଟେ ଛୋଟ ପତ୍ର ହେଇପାରେ କିନ୍ତୁ এই ছোট ପତ୍ର ମାଧ୍ୟମରେ ପ୍ରେରିତ ମାନଙ୍କୁ ଏହି ଶିକ୍ଷା ଦେଉଅଛନ୍ତି ଯେ ଆମେ ପରସ୍ପରକୁ ଦୟା ଆଉ ପ୍ରେମ ଦେଖେଇବା ପୁଣି ଆମେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ମିଳନ ସ୍ଥାପନ କରିବା ପୁନଃ ସ୍ଥାପନ କରିବା ପୁଣି ଥରେ ଆମେ ସାକ୍ଷାତ କରିବା ଭେଟିବା এই କଥା ପ୍ରେରିତ ପାଉଲ ଆଜି ଆମକୁ ଶିକ୍ଷା ଦେଉଅଛନ୍ତି ମୋର ପ୍ରିୟମାନେ ଆଜିର ବାକ୍ୟ ଆମକୁ ଏହି ଶିକ୍ଷା ଦିଏ ଯେ ଆମେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆମେ କଣ କରିବା ଅଛି ନା ପରସ୍ପର ପ୍ରତି ପ୍ରେମ ଦୟା ଓ ମିଳନର ସ୍ୱଭାବ ରଖିବାର ଅଛି ମିଳନର ହୃଦୟ ରଖିବାର ଅଛି ହୁଏତ ଆମଠାରୁ ସେମାନେ ପଳାଇ ଯାଇ ପାରନ୍ତି ହୁଏତ ଆମକୁ ସେମାନେ କଷ୍ଟ ଦେଇପାରନ୍ତି ଦୁଃଖ ଦେଇପାରନ୍ତି ଆମକୁ ସମସ୍ୟାରେ ପକାଇ ଥାଇ ପାରନ୍ତି କିନ୍ତୁ ଯେତେବେଳେ ସେମାନେ ଫେରି ଆସନ୍ତି ଆମେ ସେମାନଙ୍କୁ କଣ କରିବାର ଅଛି ଗ୍ରହଣ କରିବାର ଆବଶ୍ୟକ ଅଛି ସେମାନଙ୍କ ପ୍ରତି ଦୟା ଦେଖେଇବାର ଅଛି ସେମାନେ କରିଥିବା ଅପରାଧକୁ ସେମାନେ କରିଥିବା ଭୁଲକୁ ଆମେ କ୍ଷମା ଦେବାର ଅଛି ଗୋଟେ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଏହା ହେଉଛି ଆମମାନଙ୍କର କାର୍ଯ୍ୟ ଆମର ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଏହା ହେଉଛି ଆମମାନଙ୍କର କାର୍ଯ୍ୟ ଯେ ଆମେ ରାଗ କ୍ରୋଧ ନ ଧରି ଆମେ ସେମାନଙ୍କ ପ୍ରତି ଦୟା ଦେଖେଇବାର ଅଛି ସେମାନଙ୍କ ପ୍ରତି ଆମେ ପ୍ରେମ ଦେଖେଇବାର ଅଛି ଆଉ ପୁଣି ଥରେ ସେମାନଙ୍କୁ ଗ୍ରହଣ କରିବାର ଆବଶ୍ୟକ ଅଛି ଯେହେତୁ ଆମେ ଖ୍ରୀଷ୍ଟଙ୍କର ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଗ୍ରହଣ କରିଛୁ ତାଙ୍କର ସ୍ୱଭାବକୁ ଆମେ ଗ୍ରହଣ କରିଛୁ ତେଣୁକରି ଆମେ ଯୀଶୁ ଖ୍ରୀଷ୍ଟଙ୍କ ପରି ଆମେ ଆମର ଶତ୍ରୁ ହୁଅନ୍ତୁ ଦାସ ହୁଅନ୍ତୁ କି ବନ୍ଧୁ ହୁଅନ୍ତୁ ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ତୁଲ୍ୟ ସେମାନଙ୍କୁ ବ୍ୟବହାର କରିବାର ଆବଶ୍ୟକ ଅଛି ମୋର ପ୍ରିୟମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଏହି ଅଳ୍ପ ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ ଆମେନ୍।